ମୁଁ ଜଣେ 35 ବର୍ଷର କାର୍ଯ୍ୟକର୍ତ୍ତା। ଦଳ ମୋତେ ଦେଲା କ'ଣ? ମୁଁ ପାଇଲି କ'ଣ? ପିଠିରେ ଭାର ବୋହିବା ଏଇ ଯେଉଁ ନୂଆ କର୍ମୀମାନେ କ'ଣ କରିଦେବେ? ଏଇ ରବୀନ୍ଦ୍ରନାଥ ଓଝା, ଆଇନଜୀବୀ, ଭଦ୍ରକ ଓକିଲ ସଂଘ। ଏଇ ଯେଉଁ ନିଯୁକ୍ତି ବାବଦରେ ମୁଁ ଆଜି ଜାଣିବାକୁ ପାଇଲି, ଏହା ମୋତେ ଘୋର ବ୍ୟଥିତ କରିଛି। ବନ୍ତ ତହସିଲରେ ରହିବା ପାଇଁ ସରକାରୀ ଓକିଲ ଭାବେ ମୁଁ MP ମହୋଦୟଙ୍କୁ ଆବେଦନ କରିଛି, ବିଧାନସଭା ନେତାଙ୍କୁ ଆବେଦନ କରିଛି, କଲେକ୍ଟରଙ୍କ ପର୍ଯ୍ୟନ୍ତ ବି ଯାଇଛି। ଦୁଃଖର କଥା, ଏ ବନ୍ତର କ'ଣ କେହି ଓକିଲ ନାହାନ୍ତି ନା? ବନ୍ତ ଲୋକାଲ ଇଏକୁ କେହି ପ୍ରାଧାନ୍ୟ ଦେଇନାହାନ୍ତି। ବର୍ତ୍ତମାନ ମୁଁ ଜାଣିବାକୁ ପାଉଛି ସବୁ ବାହାର ଲୋକ ଆସିକି ଏଠି ନିଯୁକ୍ତି ପାଇଛନ୍ତି। ମୁଁ ଜଣେ 35 ବର୍ଷର କାର୍ଯ୍ୟକର୍ତ୍ତା। ମୋର କାମ ହେଲା ସକାଳୁ ଆସିକି ରାତି 10ଟା ପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବା। ଦଳ ମୋତେ ଦେଲା କ'ଣ? ମୁଁ ପାଇଲି କ'ଣ? ବର୍ତ୍ତମାନ ଏଇ ଯେଉଁ ନିଯୁକ୍ତି ଦିଆଗଲା, ସେମାନେ ଆସି ବନ୍ତ ଲୋକଙ୍କ ଦୁଃଖ ସୁଖରେ ସାମିଲ ହେବେ କି? ଦଳ ଯଦି ତା ଭଲ ପାଇଁ, ଦଳର ଅଗ୍ରଗତି ପାଇଁ ଯଦି ସିଏ ନିଯୁକ୍ତି ଏଇମାନଙ୍କୁ ଦେଇଥିବେ, ସେମାନଙ୍କର ସହଯୋଗ, ସେମାନଙ୍କର ସାହାଯ୍ୟ ସିଏ ତାଙ୍କର ପାଇବେ ବୋଲି ଚିନ୍ତା କରିଥିବେ। ମୁଁ ଅନୁଭବ କରୁଛି ଏମିତି ହେଲେ ଦଳର ଅବସ୍ଥା କ'ଣ ହେବ? ଦଳର ଯେଉଁମାନେ ନିଯୁକ୍ତି ପାଇଛନ୍ତି, ଯିଏ ବି ନିଯୁକ୍ତି ଦେଇଛନ୍ତି, ସେମାନେ ବି ଚିନ୍ତା କରିବେ ଆଗାମୀ ଦିନରେ କାହାକୁ ଦେଇଥିଲେ ଭଲ ହେଇଥାନ୍ତା। ଦେଖନ୍ତୁ, ଆପଣ ହେଉଛି ଗୋଟେ କଥା ଚିନ୍ତା କରନ୍ତୁ। ମୁଁ ଜଣେ ସାଧାରଣ କର୍ମୀ। ମୁଁ ଭାବୁଛି ବର୍ତ୍ତମାନ ଗୋଟେ କଥା, ମୁଁ ଏଇ ଯେଉଁ ନିଯୁକ୍ତି ଉପରେ ନିଜର କ୍ଷୋଭ ପ୍ରକାଶ କରୁଛି। ବରିଷ୍ଠମାନଙ୍କୁ ଅବହେଳା କଲେ କ'ଣ ହୁଏ ସିଏ ତାଙ୍କ ଜାଣିଥିବେ। ତେଣୁ ଅଧିକ କିଛି କହିବା ପାଇଁ ମୁଁ ଚାହୁଁନି। ନା, ମୁଁ ତ ଏଇ ନିଯୁକ୍ତି ଉପରେ ନିଶ୍ଚିତ କ୍ଷୋଭ ପ୍ରକାଶ କରୁଛି। ବିଗତ ଦିନରେ ଆମର ଭଦ୍ରକର ଜଣେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟ, ସିଏ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଦେବଦୁର୍ଲଭ ବୋଲି କହୁଥିଲେ। ଏଠି ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଦେବଦୁର୍ଲଭ କ'ଣ, ଅଣଦେଖା କରାହେଉଛି। ଏହାର ମାନେ କ'ଣ? ଏହାକୁ ନେଇକି କ'ଣ ହେଉଛି ବିଜେପି ଚାଲିବ? ପୁରୁଣା କର୍ମୀକି ବାଦ ଦେଲେ ସୂର୍ଯ୍ୟବଂଶୀ ମହୋଦୟ ଯେଉଁ କଥା କହିଲେ, ଦଳ ତିଷ୍ଠିବା ସମ୍ଭବ ନୁହେଁ। ପିଠିରେ ଭାର ବୋହିବା ଏଇ ଯେଉଁ ନୂଆ କର୍ମୀମାନେ କ'ଣ କରିଦେବେ? ଦଳ ପୁଣି ଥରେ ଚିନ୍ତା କରୁ। ବନ୍ତ ବଜାରରେ କେହି କ'ଣ ଏଠି ଓକିଲ ନାହାନ୍ତି? ବନ୍ତ ଅଞ୍ଚଳ ଲୋକଙ୍କ ସମସ୍ୟା କେହି ବୁଝିବା ପାଇଁ ନାହାନ୍ତି? ବଙ୍କ ସାହିରୁ ଆସିକି ବୁଝିବେ, ଭଦ୍ରକରୁ ଆସିକି ବୁଝିବେ, ଆଗରପଡ଼ାରୁ ଆସିକି ବୁଝିବେ। ମୁଁ ଆମର MP ମହୋଦୟ, ଆମର ବିଧାୟକ ଯେଉଁ ଭଣ୍ଡାରୀ ପୋଖରୀ ବିଧାନସଭାର ନେତା ବିଧାୟକ ଭାବେ ଠିଆ ହେଇଥିଲେ, ତାଙ୍କୁ ପୁଣି ଅନୁରୋଧ କରୁଛି, ସେମାନେ ଦେଖନ୍ତୁ, ପରିସ୍ଥିତି ଦେଖିକି ନିଜେ ଆଉ ଥରେ ଚିନ୍ତା କରନ୍ତୁ।